ଭାଷଣ ଟିକେ କହି ଶିଖିଲେଣି, ସେଥିପାଇଁ ତାଙ୍କୁ ଧନ୍ୟବାଦ। ଆଉ ସ୍ୱାଧୀନତା ପ୍ରାପ୍ତି ପରେ, ପୂର୍ବରୁ ଏବଂ ପରେ ଦୀର୍ଘ ଦିନ ଧରି 60 ବର୍ଷରୁ ଅଧିକ ଧରିକରି କଂଗ୍ରେସ ସରକାର ଥିଲା। ସେଥିରେ କେତେ ଶିଳ୍ପପତି ସୃଷ୍ଟି ହେଇଥିଲା। ଆମେ ଶିଳ୍ପପତି ସୃଷ୍ଟି ନହେଲେ ଲୋକଙ୍କର ସରକାର ସବୁ କରିବନି, ପ୍ରାଇଭେଟ ଦରକାର। ଘରୋଇକରଣ ର ନୀତି କୁ ସେମାନେ ଗ୍ରହଣ କରିଥିଲେ, ଆମେ ବି ଗ୍ରହଣ କରିଛୁ। ତ ଆଦାନୀ ଆମ୍ବାନୀ ଖାଲି କହିଦେଲେ ହବ ନାହିଁ। ଆଦାନୀ କୁ ରାଜସ୍ଥାନରେ ତାଙ୍କ ସରକାର ଥିଲା ବେଳେ କେତେ କାମ ଦେଇଛନ୍ତି ସେମାନେ, ସେଟା ବି କହିବା କଥା। ଛତିଶଗଡ଼ରେ କେତେ କାମ ଦେଇଛନ୍ତି ଆଦାନୀକୁ, ସେମାନେ କହିବା କଥା। ଆଦାନୀ ଗୋଟେ ବେପାରୀ, ଇଣ୍ଡଷ୍ଟ୍ରିଆଲିଷ୍ଟ। ଯଦି ସମ୍ବିଧାନର ବ୍ୟବସ୍ଥାରେ ଟେଣ୍ଡର ଫେଣ୍ଡର ପ୍ରୋସେସରେ ସେ ଯଦି ପାଇବ, ତାକୁ କେହି ମନା କରିପାରିବେ ନାହିଁ। ଆଉ ଦେଶରେ ଇଣ୍ଡଷ୍ଟ୍ରିଆଲିଷ୍ଟର ଆବଶ୍ୟକତା ଅଛି। ଆମେ ତ କହୁଛୁ ଇଣ୍ଡଷ୍ଟ୍ରିଆଲିଷ୍ଟ ନହେଲେ, ଇଣ୍ଡଷ୍ଟ୍ରି ଗ୍ରୋଥ ନ କଲେ ଗୋଟେ ଦେଶର ଇକୋନୋମି କେମିତି ଗ୍ରୋଥ କରିବ? ତ ତାଙ୍କୁ ଯଦି ସେ ଟୋଟାଲ କମ୍ୟୁନିଷ୍ଟ କଣ୍ଟ୍ରି ଭଳିଆ ନ୍ୟାସନାଲାଇଜ ସବୁ କରିଦିଅନ୍ତୁ, ପ୍ରାଇଭେଟ ସେ ଘୋଷଣା କରନ୍ତୁ ତାଙ୍କର ଯେ ନୀତିଗତ ଭାବରେ ଯେ ସେ ଟୋଟାଲ ପ୍ରାଇଭେଟ ପ୍ରପର୍ଟି ସବୁ ନ୍ୟାସନାଲାଇଜ ହେଇଯିବ, ତ ଦେଖିବା ତାପରେ ଆଉ ଇଣ୍ଡଷ୍ଟ୍ରିଆଲିଷ୍ଟ ରହିବେ ନାହିଁ। ତ ସେଇଟା ଘୋଷଣା କରନ୍ତୁ। ଆଉ ତାକୁ ବାକି ସ୍ପିଚ ରେ କୌଣସି ଡାଟା ନାହିଁ, କିଛି ନାହିଁ। ଜଷ୍ଟ ଗୋଟେ ଯୋଉ ଆମେ ସରପଞ୍ଚ ଲେବୁଲରେ ଯୋଉ ଲୋକମାନେ ଭାଷଣ ଯେମିତିଆ ଦିଅନ୍ତି ୱିଦାଉଟ୍ ଏନି ଫ୍ୟାକ୍ଟ ଆଣ୍ଡ ଫିଗର୍ସ, ସେମିତି ଗୋଟେ ସରପଞ୍ଚର ଗୋଟେ ନିର୍ବାଚନ ସଭା ଭଳିଆ ମତେ ଲାଗିଲା ରାହୁଲ ଗାନ୍ଧୀଙ୍କର ଭାଷଣ। ସମ୍ବିଧାନ କଣ ହେଇଗଲା ଯେ? ସମ୍ବିଧାନକୁ ତ ଆମେ ବଞ୍ଚଉଛୁ, ସେମାନେ ସମ୍ବିଧାନକୁ ଧର୍ଷଣ କରି ସାରିଥିଲେ।